ଯେତେବେଳେ ଆପଣ ଘରୁ ପୁରୀ ବାହାରନ୍ତି ନା ମହାପ୍ରଭୁ ତାଙ୍କ କୃପା ଡୋରିରେ ଟାଣିକିରି ଆପଣଙ୍କୁ ଶ୍ରୀକ୍ଷେତ୍ରକୁ ନିଅନ୍ତି, ପୁରସ୍ତମକୁ ଡାକନ୍ତି। ଆପଣ ଘରୁ ବାହାରିବା ସମୟରେ ଅନେକ କଥା ଭାବିକି ବାହାରିଥାନ୍ତି। ନିଜର ଅବସର ଜୀବନରେ ପେନସନ କଥା ଜଣେଇବେ, ସ୍ତ୍ରୀର ଦେହ କଥା ଜଣେଇବେ, ଶିକ୍ଷିତ ବେକାର ପୁଅ ଚାକିରି ମିଳୁନି ଚାକିରି କଥା ଜଣେଇବେ, ଅଭିଆଡି ଝିଅ ବାହା ହେଇପାରୁନି ବାହାଘର କଥା ଜଣେଇବେ। ସତେଅବା ଜଞ୍ଜାଳର ଗଣ୍ଠିଲି ବାନ୍ଧିକି ବାହାରନ୍ତି ପୁରସ୍ତମକୁ। ଯେତେବେଳେ ଆପଣ ଜଗନ୍ନାଥ ବଲ୍ଲଭ ମଠରେ ଗାଡ଼ି ରଖି ବଡ଼ ଦାଣ୍ଡ ହେଇ ସିଂହଦ୍ୱାର ଗୁମୁଟ ପାଖରେ ପହଞ୍ଚନ୍ତି, ପାଦ ଧୋଇ ସାରିଲା ପରେ 22 ପାହାଚ ଦେଇ 7 ପାହାଚ ଅତିକ୍ରମ କରି ଗରୁଡ଼ ପଛପଟେ ପହଞ୍ଚି ଯାଆନ୍ତି। ଆଉ ଗରୁଡ଼କୁ କୁଣ୍ଢେଇକିରି ଆପଣଙ୍କର ଚରମ ନୟନରେ ଚକାନୟନ ମିଶିଯାଏ। କିଛି ମନେ ପଡ଼େ ଆଜ୍ଞା। ଭାବିଥିଲି ପ୍ରଭୁ କହିଥାନ୍ତି ମୋର ଦୁଃଖ ମାନ ଗାଳି ଗୁହାରି, ଗରୁଡ଼ ପଛରେ ଲୁହ ଢାଳିଥାନ୍ତି ଚକାନୟନକୁ ସୁମରି। ହେଲେ ତମକୁ ଦେଖିଲା ପରେ ନିଜକୁ ତ ନିଜେ ଭୁଲିଲି ଶାନ୍ତେ, ବୁଡ଼ିଲି ଭାବ ସାଗରେ। ହେଲେ ତମକୁ ଦେଖିଲା ପରେ ଶାନ୍ତଙ୍କ ସେ ବିକଚ ପଦ୍ମ ନେତ୍ରକୁ ଦେଖିବା ପରେ, ଢଳ ଢଳ ପଦ୍ମ ନେତ୍ରକୁ ଦେଖି, ରଙ୍ଗାଧରକୁ ଦେଖି, ପ୍ରଳମ୍ବ ଭୁଜପଞ୍ଜରକୁ ଦେଖିବା ପରେ ଆଉ କିଛି ମନେ ପଡ଼େନି। ଭକ୍ତ ପ୍ରାର୍ଥନା କରେ, ମହାପୁରୁ ହେ ମଣିମା, ହେ ଶାନ୍ତେ, ମୋର ସକଳ ଜଞ୍ଜାଳ ଜଳାଞ୍ଜଳି ଦେଲେଣି, ଆପଣ ଭଲରେ ଥାନ୍ତୁ। ତ ଦୁଃଖ ମତେ ଦେଇ ମୋ ସୁଖ ତମେ ନେଇ, କାଳିଆ ଶାନ୍ତେ ଭଲରେ ଥାଅ। ସତେଅବା ତ୍ରୈଲୋକ୍ୟ ମୋହନ ଆପଣଙ୍କର ମନକୁ ମୋହି ନିଅନ୍ତି। ଜୟ ଜଗନ୍ନାଥ।